ଜାନୁଆରୀ 5, 1914। ଖାତା ଖଣ୍ଡିକ ଖୋଲି ବହୁ ସମୟରୁ ବସିଛି। କ'ଣ ଲେଖିବି କିଛି ସ୍ଥିର କରିପାରୁନାହିଁ। ଦେଖୁଛି ସବୁକିଛି ମୋ ମଧ୍ୟରେ ଅତି ସାଧାରଣ, ମୂଲ୍ୟହୀନ, ପ୍ରାଣହୀନ, ଏତେ ତୁଚ୍ଛ ଯେ କହିବା କଥା ନୁହେଁ। ମୋ ମସ୍ତିଷ୍କରେ କୌଣସି ବିଚାର ନାହିଁ, ହୃଦୟରେ କୌଣସି ଅନୁଭବ ନାହିଁ। ସବୁ ବସ୍ତୁ ପ୍ରତି ରହିଛି ପୂର୍ଣ୍ଣ ଉଦାସୀନତା ଓ ଅନତିକ୍ରମଣୀୟ ଜଡ଼ତା। ଏହିପରି ଅବସ୍ଥାର କ'ଣ ବା ଉପଯୋଗିତା? ସଂସାରରେ ମୁଁ ଯେପରି ପୂରା ଶୂନ୍ୟ। ଅବଶ୍ୟ ଏସବୁର କିଛି ମହତ୍ତ୍ୱ ନାହିଁ। ଯଦି ତୋ କାର୍ଯ୍ୟ ସମ୍ପନ୍ନ ହୁଏ, ତୋ ଆବିର୍ଭାବ ଯଦି ଘଟେ, ପୃଥିବୀ ଯଦି କ୍ରମଶଃ ତୋର ହିଁ ସୁସମୃଦ୍ଧ ସୁସମଞ୍ଜସ ସାମ୍ରାଜ୍ୟ ହୁଏ, ତେବେ ସେହି କାର୍ଯ୍ୟ ମୋ ଦ୍ୱାରା ହେଉ ବା ନ ହେଉ, ସେଥିରେ କିଛି ଯାଏ ଆସ ନାହିଁ। କାରଣ ଏହା ନିଶ୍ଚିତ ଯେ ଏହା ଅବଶ୍ୟ ହେବ। ମୋର ଚିନ୍ତା କରିବାର କୌଣସି କାରଣ ନାହିଁ, ଯଦିଓ ସେଥିପାଇଁ ମୋର ଇଚ୍ଛା ଓ ପ୍ରବୃତ୍ତି ରହିଛି। ଅତି ଗଭୀରତମ ପ୍ରଦେଶରୁ ଅତି ବାହ୍ୟତମ ପ୍ରଦେଶ ପର୍ଯ୍ୟନ୍ତ ମୋର ଏହି ସମସ୍ତ ସତ୍ତା ସାମାନ୍ୟ ଧୂଳିକଣାଟିଏ ମାତ୍ର। ତେଣୁ ଏହା ସ୍ୱାଭାବିକ ଯେ କୌଣସି ଚିହ୍ନ ବର୍ଣ୍ଣ ନ ରଖି ଏହା ବାୟୁ ଦ୍ୱାରା କୁଆଡ଼େ ଉଡ଼ି ଉଭେଇଯିବ।